ଅଷ୍ଟମୀ ତିଥିରେ ପ୍ରଭୁଙ୍କର ନବମୀ ତିଥିରେ କୃଷ୍ଣକନ୍ୟା ଜନ୍ମ ହୋଇଥିଲେ। ରାତ୍ରରେ ପ୍ରଭୁ ରାମ ଜନ୍ମ ହୋଇଥିଲେ ଦିନରେ କେଉଁ ସମୟରେ ନା ଯେଉଁ ସମୟରେ ଦିନ ନାହିଁ କି ରାତି ନାହିଁ। ସୁନ୍ଦର କଥା, ଦିନକର କଥା। ମହାରାଜା ଦଶରଥ ଦୁଃଖରେ ବସିଛନ୍ତି। କାରଣ ଅଚଳାଚଳ ସମ୍ପତ୍ତି, ଦେବତାମାନେ ଯାହାକୁ ସମ୍ମାନ ଦିଅନ୍ତି ଏବଂ ଯେଉଁ ଯୁଦ୍ଧରେ ଦେବତାମାନେ ପାରନ୍ତି ନାହିଁ, ସେ ଯୁଦ୍ଧରେ ଆମର ଦଶରଥଙ୍କୁ ନିମନ୍ତ୍ରଣ କରନ୍ତି ଏବଂ ଦଶରଥ ଯାଇକି ସେ ଯୁଦ୍ଧରେ ଜୟଯୁକ୍ତ ହେଇକି ଆସନ୍ତି। ତେଣୁ ଦେବତୁଲ୍ୟ ହେଉଛନ୍ତି ଦଶରଥ। ଯାହା ବି ହେଲେ ଭାଗବତ କହନ୍ତି ଯେ ଯଦି ଆମେ ପିତାମାତାଙ୍କ ଋଣ ସୁଝିବା, ତାଙ୍କ ପାଇଁ ଗୋଟିଏ ସନ୍ତାନ ଦେବା ନିହାତି ଦରକାର। ଯଦି ସନ୍ତାନଟି ଦେଇ ନ ପାରିବା ତାହେଲେ ଆମେ ପିତାମାତାଙ୍କ ଋଣ ସୁଝି ପାରିବାନି। ପୁଣି ଜନ୍ମ ନେବା, ପୁଣି ମୃତ୍ୟୁ ହେବ। ଜନ୍ମ ନେଉଥିବ, ମୃତ୍ୟୁ ହେଉଥିବ। ଯାବତ ଜନ୍ମ ତାବତ ମରଣ, ତାବତ ଜନନୀ ଯଥର ସେବନ। ଯା ଗୀତା କହୁଛନ୍ତି, ଆମର ଭାଗବତ କହୁଛନ୍ତି, ଲୋକାଚାର ମଧ୍ୟ କହୁଛନ୍ତି, କବି ପୁରାଣ ଜ୍ଞାନୀ ଗୁଣୀମାନେ ବି କହୁଛନ୍ତି। ଏଇ କଥା ସମୟ ଯେତେବେଳେ ମନ ଦୁଃଖରେ ଥାଆନ୍ତି, ଦେବର୍ଷି ନାରଦ ଦେବର୍ଷି ନାରଦଙ୍କୁ ଦେଖି ସମସ୍ତେ ପ୍ରାର୍ଥ କଲେ, ଆସନ ଦେଲେ, ବସେଇଲେ। ଦେବର୍ଷି ନାରଦ ପଚାରିଲେ, କହିଲେ, ହେ ରାଜା ଦଶରଥ, ତ ମନ ଦୁଃଖ କାହିଁକି? ନା କ'ଣ କହିବି, ସବୁ ଅଛି କିନ୍ତୁ ଘର ଶୂନ୍ୟ। ପିଲାଟିଏ ନଥିଲେ ଘର ଶୂନ୍ୟ। ପିଲା ଯଦି ପୁଅ ଥିବ, ଝିଅଟିଏ ନଥିଲେ ଘର ଆହୁରି ବି ଶୂନ୍ୟ। ତେଣୁ ଝିଅଟି ଘରର ସୌନ୍ଦର୍ଯ୍ୟ, ପୁଅଟି ହେଲା କ'ଣ ମାନେ ଯଦି କନ୍ୟା ହେଲା ରତ୍ନ, ପୁତ୍ର ହେଲା ମଣି। ଉଭୟରେ ଦୁଇଟି ହାତ ଥିଲେ ଯଦି ଆମେ କାମ କରିପାରେ, ଦୁଇଟି ଗୋଡ଼ ଥିଲେ ଚାଲି ବୁଲି ପାରେ, ଦୁଇଟି କଥା ମାନେ ଦୁଇଟା କାନ ଥିଲେ ଶୁଣିପାରେ, ଦୁଇଟା ଆଖି ଦେଖିପାରେ। ଠିକ୍ ସେହିପରି ଚିନ୍ତା କଲେ ସନ୍ତାନଟିଏ ନାହିଁ। କହିଲେ, ରାଜା ତୁମେ ଗୋଟେ କାମ କର, ତୁମେ ଯଦି ମହାମୁନି ଋଷ୍ୟଶୃଙ୍ଗକୁ ତୁମ ରାଜ୍ୟକୁ ଆଣିପାରିବ, ତାହେଲେ ଯାଇକି ତୁମର ପୁତ୍ରେଷୀ ଯଜ୍ଞ ସେ କରିବେ ଏବଂ ସେଇ ଯଜ୍ଞରେ ତୁମର ପୁତ୍ର ହେବ। ଚିନ୍ତା କଲେ ଦଶରଥ, ଚିନ୍ତା କରି କହୁଛନ୍ତି ଯେ ଋଷ୍ୟଶୃଙ୍ଗ କିଏ? ନା ସେ ହେଉଛନ୍ତି ବିଭାଣ୍ଡକ ଋଷିଙ୍କର ପୁତ୍ର ଋଷ୍ୟଶୃଙ୍ଗ। ତେଣୁ ବିଭାଣ୍ଡକ ଋଷି, ତାଙ୍କର ପୁଅ ଋଷ୍ୟଶୃଙ୍ଗ, ସେ କେଉଁଠି ଅଛନ୍ତି, କେମିତି ଅଛନ୍ତି ଏବଂ ତାଙ୍କୁ ଆଣିବାର ବାଟ କ'ଣ, ତୁମେ ଟିକେ କୁହ। ଯେତେବେଳେ ଏତିକି କହିଛନ୍ତି, ସେ କହିଲେ ବିଭାଣ୍ଡକ ଋଷି ଏତେ ବଡ଼ ତପସ୍ୱୀ, ଏତେ ବଡ଼ ବ୍ରହ୍ମନିଷ୍ଠ ତପସ୍ୱୀ, ଯାହାକି ତାଙ୍କ ତପସ୍ୟା ଦେଖିକି ସ୍ୱର୍ଗରେ ଇନ୍ଦ୍ର ନିଜକୁ ପ୍ରମାଦ ଗଣିଲେ। ଆଉ ବିଭାଣ୍ଡକ ଋଷି ସ୍ୱର୍ଗରେ ଆସିକି ରାଜା ହେଇଯିବେ କି? ଆଉ ତେଣୁ ତାଙ୍କର ତପସ୍ୟା ଭଙ୍ଗ କରିବାକୁ ସେ ଉର୍ବଶୀକୁ ପଠେଇଲେ। ଉର୍ବଶୀଙ୍କର ପଠେଇଲେ ଯେତେବେଳେ ସେ ତ ମାନେ ବ୍ରହ୍ମନିଷ୍ଠ, ସେ ବ୍ରହ୍ମ ଋଷି। ତେଣୁ ତାଙ୍କର କୌଣସି କାମନା ଶକ୍ତି ନାହିଁ। କାମନା ଶକ୍ତି ଜାଗରିତ ହେବା ପାଇଁ ଉର୍ବଶୀକୁ କହିଲେ ଏବଂ ପବନ ଦେବତାଙ୍କୁ କହିଲେ, ତୁମେ ଯାଇକି ସେ ଖାଆନ୍ତି କ'ଣ ନା ଖାଆନ୍ତି ଲିମ୍ବ ପତ୍ର, ଲିମ୍ବର ଛେଲି, ମାନେ ଏଇଆ ଖାଇକି ତାଙ୍କର ପତ୍ର, ଫଳ ବି ଖାଆନ୍ତିନି। ପତ୍ର ଖାଆନ୍ତି, ନିମ୍ବର ଛେଲି ଖାଆନ୍ତି। ଏତିକିରି ସାଧନା କରନ୍ତି ଯେଉଁ ସିଦ୍ଧି ରାମ କହିଛନ୍ତି, ସେ ସିଦ୍ଧି ଏତେ ପ୍ରଖର ଯେ ତାକୁ ଦେଖିକି ମାନେ ଇନ୍ଦ୍ର ବି ପ୍ରମାଦ କଲେ। ତେଣୁ ଦେବତା ପଠେଇଲେ ଦେବତାମାନଙ୍କୁ, ତାପରେ ପବନକୁ ପଠେଇଲେ, ତୁମେ ଯାଅ ଗଛମାନଙ୍କରେ ଏପରି ମଧୁର ମଧୁର ମାନେ ରସ ଲଗେଇବ, ଯାହାକି ଲିମ୍ବ ପିତାଟାକୁ ସେ ଛାଡ଼ିକି ମିଠାଟାକୁ ଖାଇବ। ଏଇ ପ୍ରକାର ଖାଦ୍ୟ ଖାଇ ଖାଇ ତାଙ୍କ ଦେହରେ ପରିବର୍ତ୍ତନ ଆସିଲା। ପରିବର୍ତ୍ତନ ଆସିବା ଦ୍ୱାରା ଯେ ଶକ୍ତି ଆସିଲା, ଶକ୍ତି ଭିତରେ କାମନା ଶକ୍ତି ଜାଗରିତ ହେଲା। এই କାମନା ଶକ୍ତି ଜାଗରିତ ସମୟରେ ଉର୍ବଶୀକି ପଠେଇଲେ କି ଇନ୍ଦ୍ର, ତୁମେ ଯାଅ ତାଙ୍କ ତପ ଭଙ୍ଗ କରିବ। ଯେତେବେଳେ ଉର୍ବଶୀ ଆସନ୍ତି, କହିଲା କାମନା କିଏ ଅଛି? ଭାଗବତ କ'ଣ କହିଲେ? କହିଲେ କେନାରୀ ମୁଖ ଅଛି ତରି ପଣ୍ଡିତ ମାନେ କହିଲେ ନାରୀମାନଙ୍କ ମୁଖରୁ କିଏ ତରିଛି? ଭଗବାନ ଜଗନ୍ନାଥ ପଚାରୁଛନ୍ତି ବ୍ରହ୍ମାଙ୍କୁ, କହିଲେ ବ୍ରହ୍ମଦେବ, ତୁମେ ଏତେ ତିଆରି କରି ପକେଇଲ, ସମସ୍ତଙ୍କୁ ତ ପଠେଇଦେଲ, ତୁମେ ବ୍ୟବହାରୀ ସମସ୍ତେ ବୈକୁଣ୍ଠକୁ, ତାହେଲେ ଜମାଳୟଟା ଅଛି କାହିଁକି? ଆପଣମାନେ ପୁରୀ ଯାଇଥିବେ। ଯେଉଁ ଯମଶିଳା ଯାହାକୁ କହନ୍ତି, ଯମ ଆସିଛନ୍ତି ଜଣେଇବାକୁ କାହାକୁ? ନା ଭଗବାନ ଜଗନ୍ନାଥଙ୍କୁ। କହିଲେ, ହେ ପ୍ରଭୁ, ତୁମେ ତ ଦେଲ, ମୋତେ କ'ଣ କଲ? ରାଜ୍ୟଟେ ଦେଲ, ଯମ ରାଜା ବୋଲି କହିଲ, ଧର୍ମ ରାଜା ବୋଲି କହିଲ, ମୋ ରାଜ୍ୟରେ ପ୍ରଜା କାହାନ୍ତି? ମା ଲକ୍ଷ୍ମୀ ଆସି ପହଞ୍ଚି ଯାଇଛନ୍ତି। କହିଲେ କୁଆଡ଼େ ଆସିଲ? ନା ପ୍ରଭୁଙ୍କ ପାଖକୁ ଆସିଛି। ନା କ'ଣ ପାଇଁ? ନା ମୋ ଦେଇଥିବା ମୋର ଯେଉଁ ରାଜ୍ୟଟାକୁ ପ୍ରଭୁଙ୍କୁ ଦେଇଦେବି। ନା କ'ଣ ପାଇଁ? ନା ମୋ ରାଜ୍ୟରେ ତ କେହି ପ୍ରଜା ନାହାନ୍ତି। ତାହେଲେ ମୁଁ ଖାଲି ମୁଁ ବସିଛି, ଚିତ୍ରଗୁପ୍ତ ବସିଛି, ଆଉ ଦୁଇଟା 4ଟା ଖଣ୍ଡେ ଦୂତ ବସିଛନ୍ତି, ଆଉ କେହି ନାହାନ୍ତି। ସେଇଠି ସେ କହିଲେ, ବ୍ରହ୍ମଙ୍କୁ ଡାକିଲେ। ବ୍ରହ୍ମାଙ୍କୁ କହିଲେ, ବ୍ରହ୍ମଦେବ, ତୁମେ ଆଗ ବିଚାର କର। ଭାଗବତ ପଦେ ଏଠି କ'ଣ କହିଲେ? କହିଲେ ମାୟାରେ ଏକଇ ଯୁବତୀ ନିର୍ମାଣ କଲେ ପ୍ରଜାପତି।
গোবিন্দ 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 পদু গড়ুছি মকরন্দ। बोलानी देखो बार হরি বল। माया रे गोटे युवती तुम तैयारी कर। माया आज्ञा किए? माया क्या कहती? माया है मिछ। मिछर कौन प्रकार स्थिति ना, मिछ बोली किसी गोटे जिनस ना, तेणु मिछरे आम जो दौड़ा ताकू कहते माया। तेणु एपरी गोटे तो मोहिनी शक्ति तैयारी कर जहाँकि ए मनुष्य मैंने से मायारे जड़ित होते और धर्मपथ छाड़देवे, पाप कम करेंगे, मरला तो मन को जी। यही प्रकार जगन्नाथ महाप्रभु लक्ष्मी को लक्ष्मी कहले यमराज। ठीक से जिते विभाण्डक ऋषिंकर एकनिष्ठ व्रतरे अधीर हो पड़ते किए देवराज इंद्र कहले मो इंद्रपद नहीं जीव। तेणु कामना बस करने खाद्य दरकार। खाद्य माध्यम गोटे उन्माद आसला। यही समय से उर्वशी पठे देते। उर्वशी को देखी कामना शक्ति बढ़ी जाए। समय अखंड ब्रह्म स्खलित हो जाए। स्खलित हो जाए उर्वशी पड़े जा तपस्या भंग होगला। कौन करेंगे घास उपर पकईदेली। यही समय कौन है आउ जन अभिशाप पाई मेनका जानते उर्वशी जन अच्छी मेनका जन अच्छा। मेनका जिते नृत्य करुले मन छन छन हो अभिशाप देते किए इंद्र कहले जो मुर्गुणी मैंने छन छन सदा अणुथे सबुआड़े चंचल मन चंचलता तुम जो देखेल नृत्य तुमको अभिशाप देउची तो नृत्य मुर्ग ही जन्म हम। कहले प्रभु केमी उद्धार पाइबी जो दिन तुम्हें नर रूप में गोटे पिला जन्म कर दिन तुम मुक्ति हम। गोटे आश्चर्य कथा मुझे पशु मो देह को नर मानने कौटे आसो शक्ति जे पिला जन्म हम। यही जो विभाण्डक ऋषि जो रेत पकई देते से घास उपर से खाईदे जिते खाईदे सत्यादि से गर्भाश होगला और पुत्र जन्म है। पुत्र जो जन्म ही देखी से अभिशाप पूर्व कथा मन पड़ जाए कहले कौन कर ना जिते कहीदे तुम्हें जिते बड़े पुत्र जन्म कर मनुष्य जन्म कर तुम मुक्ति पाइब। इे जो जन्म कर संपूर्ण शरीर होगला मनुष्य किंतु दीटा सिंह रहा मुर्गर दीटा सिंह रहा। तेणु ना दिगला ऋषि ऋषि ये साप मुक्ति पड़ेगा। एति सब जो पूर्व जन्म कथाटा रही ऋष्य शृंग जो जन्म हो गले सी भी खाया पाइले सी खाଇବା कौन दिगला ना जिते जापारे आम विभाण्ड को जापारे पिलाटा किए से तपस्या जानले पे मुहूर्त पुओ तेणु मोहरी पुओ जो से जान पारे से कौन कले लालन पालन कले और शिक्षा देले। शिक्षा देला जो प्रकार खाद्य सी खाऊे से प्रकार खाद्य ही खुआइले। से प्रकार खाद्य खाइला ये से प्रकार ब्रह्मचर्य होगले ब्रह्मनिष्ठ होगले और ब्रह्मवेता होगले ब्रह्मर्षि होगले। कौन करेंगे कौन करेंगे कौन करेंगे इतनी चिंता करी सी आउ अधर्य पड़े। अधर्य पड़ा भितर इे नारद कहते जो ऋष्य शृंग आसवे ताहले जाकि पुत्र यज्ञ से करेंगे। ऋष्य शृंग आने पहुँचले कौटी कौटे ना राजा लोमपाद ऋषि पाख लोमपाद राजा पहुँचले। लोमपाद राजा होती दशरथंकर मैत्र से देते से गोटे सर्त थिला जिते बड़े तुम जो पुओटे जन्म हम ताल मु रखी। दशरथ कहले झील जन्म है तुमको मुझे तेणु जो झीलटी जन्म होती एपर्यंत शास्त्रकार मैंने से मार नाटा को पाऊना मुझे जाना भितर जानी कहीं किए जानी जाइबू ना कहीं। तेणु ऋष्य आमर महाराज दशरथ शांता कही कन्या की शांता बोलते लोमपाद केमिति आणवे। देवर्षि नारद कहले जरता बेश्या को तुम्हें पठाओ ऋष्य शृंग पाख। ऋष्य शृंग पाखे पठेले सी आणवे केमिति कौन आणवे जरता बेश्या आणिक लोमपाद राजा पहुँचले। लोमपाद राजा कहले केमिति आण ना मोर यही गुड़े दरकार जिनिस कौन कौन जिनिस ना मोर 7टा नौका दरकार। ऋषि मानक आश्रम नदी कूले कूले थाए नदी कूले से कूह खोल पा खाइबे नहीं नदी कूले कूले रास्ता थाए आश्रम थाए ये नदी में मुझे जी 7टा नौका। 7टा आग नौकार कौन थी ना प्रथम नौकार नाना वृक्ष मान थीब द्वितीय नौकार पुष्प
ଜ୍ଞାନ ହୋଇବ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ସଂକଟ ମୋଚନ ଜୟ ହନୁମାନ। ତାହେଲେ ମୋର 7ଟା ନୌକା ଦରକାର ରାଜା। ପ୍ରଥମ ନୌକାରେ କ'ଣ ଥିବ ନା ବିଭିନ୍ନ ଗୋଟେ ଜଙ୍ଗଲ ତିଆରି ହେଇଥିବ। କାରଣ ଜଙ୍ଗଲରେ ଅଛନ୍ତି ଋଷ୍ୟଶୃଙ୍ଗ, ସେ ଜାଣିପାରିବେ ନାହିଁ ଯେ ଏଇଟା ନୌକା କି ଏଇଟା ଜଙ୍ଗଲ। ତା ଦ୍ୱିତୀୟ ନୌକାରେ କ'ଣ ଥିବ ନା ପୁଷ୍ପ ଉଦ୍ୟାନ, ଫୁଲ ବଗିଚାଟେ ଥିବ। ଇଏ ଯେତେବେଳେ ଏବଂ କେତେ ଗୁଡ଼ିଏ ତାଙ୍କର ଇଏ ନୃତ୍ୟାଙ୍ଗନା ମାନଙ୍କୁ ନେଇକି ଗଲେ ଜନତା, ଏ ପହଞ୍ଚିଲେ ଋଷ୍ୟଶୃଙ୍ଗଙ୍କୁ ଦେଖିଲେ, ଦେଖି ଆଶ୍ଚର୍ଯ୍ୟ ହେଇଗଲେ। ତମେ ସବୁ କେଉଁଠୁ ଆସିଛ? ତ କେଉଁଠି ଯାଇ ସେ ଲୋକଲୋଚନକୁ ଆସିନାହାନ୍ତି, ଦେଖିନାହାନ୍ତି। ତାଙ୍କୁ ଦେଖି କହିଲେ ତମେ କ'ଣ ସ୍ୱର୍ଗରୁ ଆସିଛ? ତମେ କ'ଣ ଅପ୍ସରା? ତମେ ନାଇଁ ନାଇଁ ଆମେ ଅପ୍ସରା ନୁହେଁ, ଆମେ ମର୍ତ୍ତ୍ୟରେ ଅଛୁ। ନା ମୁଁ ତ ମର୍ତ୍ତ୍ୟରେ ଅଛି। ତମେ ସବୁ କେଉଁ ଯୁଗର? ତମେ ଏତେ ଭଗବାନଙ୍କର ଆଶୀର୍ବାଦ ପାଇଛ, ଏତେ ସୁନ୍ଦର ଦିଶୁଛ। ତେଣୁ ତାଙ୍କର ଏଇ ସୁନ୍ଦରତାକୁ ସେ ତାଙ୍କ ଦେହରେ ହାତ ମାରିଲେ, ଇତ୍ୟାଦି ତାଙ୍କ ତାଙ୍କରେ କଥାବାର୍ତ୍ତା ଭଲ ମନ୍ଦ ବସା ଉଠା କରି ତାଙ୍କ ଖାଦ୍ୟ ଖାଇଲେ। ଇଏ ତ ମାନେ ଗଛର ବକଳ ଖାଉଥିଲେ। ତେଣୁ ଖାଦ୍ୟ ପରିବର୍ତ୍ତନ ହେବା ଦ୍ୱାରା ମନର ପରିବର୍ତ୍ତନ ହେଲା, ମନର ପରିବର୍ତ୍ତନ ହେବା ଦ୍ୱାରା ତାଙ୍କର ସଙ୍ଗର ପରିବର୍ତ୍ତନ ହେଲା, ସଙ୍ଗର ପରିବର୍ତ୍ତନ ହେବା ଦ୍ୱାରା ଶରୀରର ପରିବର୍ତ୍ତନ ହେଲା। ଧୀରେ ଧୀରେ ସିଏ ଜଣେ ଏଇ କନ୍ୟାମାନଙ୍କୁ ଦେଖିବା ପାଇଁ ସଦାବେଳେ ଆଗ୍ରହ ପ୍ରକାଶ କଲେ, ଆମେ କାଲି ଆସିବୁ, ଆଜି ରହିଯିବ। ଏମିତି ଯିବା ଆସିବା କରୁ 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 ତାଙ୍କ ସାଥିରେ ସିଏ ମିଶିଗଲେ। ଏବଂ ମିଶିବା ଭିତରେ ଇଏ ପ୍ରଥମରେ ଯେଉଁ ନୌକାଟି ନେଇଛନ୍ତି ସେ ନୌକାଟା ଜଙ୍ଗଲ ପରି ହେଇଯାଇଛି। ତେଣୁ ତା ଭିତରକୁ ସେ ଆସ୍ତେ ଆସ୍ତେ ଆସନେ ଆମ ଘର ଅଛି କେଉଁଠି ଦେଖିବ, ଆମର ଆଶ୍ରମ କେଉଁଠି ଅଛି ଦେଖିବ। ଜଙ୍ଗଲ ଛାଡ଼ିକି ନୌକା ଭିତରକୁ ନେଇ ଆସିଲେ। ନେଇ ଆସିଲା ପରେ ଦେଖିଲେ ଏତେ ସୁନ୍ଦର ଫୁଲ ଗଛ ଲାଗିଛି। ଫୁଲ ଗଛର ବାସ୍ନା ଅଲଗା, ଜଙ୍ଗଲର ଫୁଲ ଗଛ ଆଉ ନିଜେ ଫୁଲ ଗଛ ମାନେ ବଗିଚାର ଫୁଲ ଗଛ ଭିତରେ ବହୁତ ଫରକ। ତା ବି ତାଙ୍କର ମନ ଟିକେ ମୋହିଗଲା। ତାପରେ ଦ୍ୱିତୀୟ ନୌକା ଭିତରେ ଆସିଲେ, ଦେଖିଲେ ଫୁଲ ଗଛ ପଡ଼ିଛି, କହିଲେ ବହୁତ ବଢ଼ିଆ। ତା ଭିତରେ ସବୁ ଆସନ ପଡ଼ିଛି, ଚେୟାର ବସିବାକୁ ଭଲ ଭଲ ଖାଦ୍ୟ ଥୁଆ ହେଇଛି, ଗୀତ ଚାଲୁଛି, ନାଚ ଚାଲୁଛି। ତାଙ୍କ ମନ ଧୀରେ ଧୀରେ ପରିବର୍ତ୍ତନ ହେଇଗଲା। ତୃତୀୟ ନୌକାରେ ଦେବ ଋଷିଙ୍କ କୁଟୀର, ଚତୁର୍ଥ ନୌକାରେ ହେବ ରାଜ ଅନ୍ତପୁର। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ସଂକଟ ମୋଚନ ଜୟ ହନୁମାନ। ଆମର ରାମଚନ୍ଦ୍ର କି ଜୟ। ଆଉ ଗୋଟିଏ ତା ପଛ ନୌକାରେ କ'ଣ ହେଲା, ଇଏ ତ ଋଷି ଲୋକ, ତେଣୁ ତାଙ୍କ ଗୋଟେ ଆଶ୍ରମ ଦରକାର। ତାଙ୍କର ଯେଉଁ ପ୍ରକାର ଘର ଋଷିଙ୍କର ଆଶ୍ରମ, ସେଇ ପ୍ରକାର କୁଟୀର ନ କରିଲେ ସେ ଭୁଲିଯିବେ, ପଳେଇଯିବେ। ତେଣୁ ତାକୁ ତ କୁଟୀର ତିଆରି ହେଲା ତୃତୀୟ ନୌକାରେ। ଚତୁର୍ଥ ନୌକାରେ କ'ଣ କଲେ, ଧୀରେ ଧୀରେ ଖାଦ୍ୟର ପରିବର୍ତ୍ତନ ହେଲା ଏବଂ ବାସର ପରିବର୍ତ୍ତନ ହେଲା, ଆସନର ପରିବର୍ତ୍ତନ ହେଲା, ବସିବାର ପରିବର୍ତ୍ତନ ହେଲା। ଯେଉଁଠି ଆମେ ସୁନ୍ଦର ଆମର ଘର ସଜଉଛେ, ଫଟୋ ପକାଉଛେ, ସେଥିରେ ଗଦି ପକାଉଛେ, ଇତ୍ୟାଦି ଇତ୍ୟାଦି। ଏଇ ପ୍ରକାର ଗୋଟେ ରାଜକୀୟ ପରିପାଟିର ସେ ଗୋଟିଏ ନୌକା ସଜେଇଲା। କହିଲା ପଞ୍ଚମ ନୌକାରେ ଖାଦ୍ୟ ସାମଗ୍ରୀ ସହିତ, ଷଷ୍ଠ ନୌକାର ଯେ ବାଦ୍ୟ ଯନ୍ତ୍ର ମାନସିକ। କଲା ପ୍ରଥମ ନୌକାରେ, ପଞ୍ଚମ ନୌକାରେ ରଖିଲେ କ'ଣ, ଭଲ ଭଲ ଖାଇବା ଜିନିଷ, ଖାଦ୍ୟ ପରିବର୍ତ୍ତନ। ଷଷ୍ଠ ନୌକାରେ କ'ଣ ରଖିଲେ, ଯେଉଁ ବାଦ୍ୟ ଯନ୍ତ୍ର ରଖି ତାଙ୍କୁ ମାନେ ନୃତ୍ୟ କଲେ। ମନଟାକୁ ମୋହିକି କିପରି ଆଣିବା, ଏଇ କଥାକୁ ସେ ଚିନ୍ତା କରିକି ଯେତେବେଳେ ଆଣୁଛନ୍ତି, ଯେତେବେଳେ ଷଷ୍ଠ ନୌକାରେ ବସିକି ସେ ତାଙ୍କର ଯନ୍ତ୍ରବାଦ୍ୟର ନାଚ ଗୀତରେ ଏତେ ମଜିଗଲେ ଯେ ସେ ତାଙ୍କର ନୃତ୍ୟାଙ୍ଗନା ମାନଙ୍କୁ ସେ କୋଳାଗ୍ରତ କରିବାକୁ ଲାଗିଲେ। ଆସ୍ତେ ଆସ୍ତେ ସେ ବର୍ତ୍ତମାନ ସଂସାର ଭିତରକୁ ପଶିଲେ। ସପ୍ତମ ନୌକାରେ ମୁହିଁ ନାରୀଗଣ ନେଇ, ବସିବି ଯତନ କରି ଥିବ ଯେ ଗଢ଼ାଇ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ସଂକଟ ମୋଚନ ଜୟ ହନୁମାନ। ଆମର ରାମଚନ୍ଦ୍ର କି ଜୟ। ଯେତେବେଳେ ସପ୍ତମ ନୌକା ପାଖରେ ମୁଁ ବସି, ଜନତା କହିଲା ମୁଁ ସେଇଠି ଥିବି। ମୁଁ ଥାଇ କ'ଣ କରିବି ନା ବିଭିନ୍ନ ପ୍ରକାର ସୁନ୍ଦରୀ ନାରୀମାନଙ୍କୁ ଧରିକି ମୁଁ ବସିଥିଲି। କାରଣ ଧୀରେ ଧୀରେ ସେ ନାରୀମାନଙ୍କ ଆଡ଼େ ଆକର୍ଷିତ ହେଲେଣି ଏବଂ ଖାଦ୍ୟରେ ଆକର୍ଷିତ ହେଲେଣି। ତାଙ୍କର ଶରୀର ବର୍ତ୍ତମାନ ହୃଷ୍ଟପୃଷ୍ଟ ହୋଇଗଲାଣି। ତେଣୁ ଧୀରେ ଧୀରେ ସେ ମୋ ଆଡ଼କୁ ଆସିବେ ଏବଂ ସେଇ ପ୍ରକାର ଭାବରେ ସପ୍ତମ ନୌକାରେ ବସିଛି ଏବଂ ବସି କ'ଣ କରିଛି ନା ବିଭିନ୍ନ ପ୍ରକାର
ପ୍ରଲୋଭନତାକୁ ଦେଖାଇ ପୁରା ତାଙ୍କୁ ଅକ୍ତିଆର କରିଦେଇଛନ୍ତି। କାହାକୁ? ମହାମୁନି ଋଷ୍ୟଶୃଙ୍ଗ। ଯେତେବେଳେ ଏମିତି କରିକି ନୌକା ଆସ୍ତେ ଚାଲିଲା, ନୌକା ଚାଲିକା ଚାଲିକି ଆସି ପହଞ୍ଚାଇ ଲୋମପାଦ ରାଜ୍ୟରେ ପହଞ୍ଚାଇଛନ୍ତି। ଲୋମପାଦ ରାଜ୍ୟରେ ପହଞ୍ଚି ଯାଇଛନ୍ତି, ଋଷିପୁତ୍ରଙ୍କୁ ଦେଖି ସମସ୍ତେ ରାଜାରାଣୀ, ଲୋମପାଦ ରାଜା ତାଙ୍କ ରାଣୀ ସମସ୍ତେ ଆସି ପହଞ୍ଚାଇଛନ୍ତି ଏବଂ ଋଷିପୁତ୍ରର ସୁନ୍ଦର ଚେହେରାରେ ମୋହିତ ହୋଇଯାଇଛି ତାଙ୍କର ରାଜବାଟିକି ନେଇଯାଇଛନ୍ତି। ସେ ରାଜବାଟିକି ନେଉଛନ୍ତି, ଜନତା କହିଲା କଲା ପ୍ରଭୁ ହେ ରାଜା ମୋର କାମ ସରିଗଲା, ଏବେ ଆପଣ ଯାହା କରିବା ତ କରନ୍ତୁ। ଇଏ ତ ଅନେକ ସୁନ୍ଦରୀମାନେ ଦେଖିଛନ୍ତି, ଦର୍ଶକୀମାନେ ଦେଖିଛନ୍ତି। ସେ ରାଜବାଟିରେ ସେ ପହଞ୍ଚି ଗଲେ, ସେଠି କିଏ ଅଛନ୍ତି? ତାଙ୍କର ଝିଅ ଶାନ୍ତା ଅଛନ୍ତି, ସେ ରାଜକୁମାରୀ, ତାଙ୍କ ପାଖରେ ବି ଅନ୍ୟମାନେ ଅଛନ୍ତି ତାଙ୍କର ସହଚରୀମାନେ। ସେ ଋଷ୍ୟଶୃଙ୍ଗ ଦେଖିଦେଲେ, କହିଲେ ଆରେ ମୁଁ କ'ଣ କରିବି, ସେଠି ଯାହା ଦେଖିଥିଲି ସେଠି ତାଠୁ ତ ଅନିନ୍ଦ୍ୟ ସୁନ୍ଦରୀ। ଶାନ୍ତା କନ୍ୟାଙ୍କ ପାଖରେ ପହଞ୍ଚାଇଛନ୍ତି ଏବଂ ତାଙ୍କର ନିଜର ହାବଭାବ ଦେଖି ଉଭୟର ଏକତ୍ର ହେଇଛନ୍ତି ଏବଂ ରାଜା ଲୋମପାଦ ଆନନ୍ଦ ହୋଇକି ଖୁସି ହେଇକି ଅଧୀର ହୋଇଗଲେ ଏବଂ ଶାନ୍ତା କନ୍ୟାକୁ ରାଜା ଋଷ୍ୟଶୃଙ୍ଗ ମନ୍ଦିର ବିବାହ କରିଦେଇଛନ୍ତି। ଏଇ ଜାଗାରେ ନାରଦଙ୍କ କଥା ଅନୁସାରେ ଋଷ୍ୟଶୃଙ୍ଗ ଆସି ପହଞ୍ଚାଇଛନ୍ତି ଲୋମପାଦ ରାଜ୍ୟରେ। ବୋଲ ସିୟାବର ରାମଚନ୍ଦ୍ର की जय। ସେତେବେଳକୁ